ଠାକୁରମୁଣ୍ଡାରେ ସନ୍ଧ୍ୟାରେ ଭ୍ରମଣ ସାରି ଦୁଇ ଜଣ ଅଧ୍ୟାପକ ଫେରୁଥିବା ବେଳେ ପଛପଟୁ ଏକ ବାଇକ୍ ଧକ୍କା ଦେବାରୁ ଦୁର୍ଘଟଣାରେ ଜଣେ ଅଧ୍ୟାପକ ଜୟନ୍ତ ପାତ୍ର ଓ ବାଇକ୍ ଚାଳକ ରଥେନ୍ଦ୍ର ପାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ଘସିପୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ମା ବାସୁ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଜୟନ୍ତ ପାତ୍ର ଓ ସଂସ୍କୃତ ଅଧ୍ୟାପକ ଡକ୍ଟର ମାନସ ଜେନା ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତାରେ ସନ୍ଧ୍ୟା ସମୟରେ ଭ୍ରମଣରେ ଯାଇ ଠାକୁରମୁଣ୍ଡା ଆଡ଼କୁ ଦୁଇ ଜଣ ଚାଲି ଚାଲି ଯାଉଥିବା ସମୟରେ ଠାକୁରମୁଣ୍ଡାଠାରୁ 1.5 କିଲୋମିଟର ଜେନାସାହି ଛକ ନିକଟରେ ସନ୍ଧ୍ୟା ପ୍ରାୟ 7ଟା ସମୟରେ ଠାକୁରମୁଣ୍ଡା ବଜାର ଆଡ଼ରୁ ଗୋଟିଏ ବାଇକ୍ OD0485023 ବସି ଆସୁଥିବା ବେଳେ କଲେଇ ଗ୍ରାମର ରଥେନ୍ଦ୍ର ପାତ୍ର ଓ ପାଟଣା ବ୍ଲକ ବନବିଲ ଗ୍ରାମର ପବନା ତନ୍ତୀଙ୍କ ବାଇକ୍ ଚାଲି ଚାଲି ଆସୁଥିବା ଅଧ୍ୟାପକ ଦୁଇ ଜଣଙ୍କୁ ପଛପଟୁ ଧକ୍କା ଦେଇଥିଲା, ଯାହାଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅଧ୍ୟାପକ ମାନସ ଜେନା ଓ ବାଇକ୍ରେ ଥିବା ପବନା ତନ୍ତୀ ଆହତ ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କଳନିଆରୁ ସୁମନ ପାତ୍ରଙ୍କ ରିପୋର୍ଟ।